ରୀତି ସାହିତ୍ୟ। ରୀତିଯୁଗୀୟ କାବ୍ୟାଦର୍ଶ। ରୀତିରାତ୍ମା କାବ୍ୟସ୍ୟ ବା ରୀତି ହେଉଛି କାବ୍ୟର ଆତ୍ମା। ଏହା କାହାର ଉକ୍ତି? ଉତ୍ତର ଆଚାର୍ଯ୍ୟ ବାମନ। ରୀତି ସମ୍ପ୍ରଦାୟର ମୁଖ୍ୟ ପ୍ରବର୍ତ୍ତକ କିଏ? ଉତ୍ତର ଆଚାର୍ଯ୍ୟ ବାମନ। ବିଶିଷ୍ଟ ପଦ ସଂଘଟନା ରୀତି କିଏ ଏକଥା କହିଛନ୍ତି? ଉତ୍ତର ଆନନ୍ଦବର୍ଦ୍ଧନ। ଧ୍ୱନି ସମ୍ପ୍ରଦାୟର ପ୍ରତିଷ୍ଠାତା କିଏ? ଉତ୍ତର ଆନନ୍ଦବର୍ଦ୍ଧନ। ଆନନ୍ଦବର୍ଦ୍ଧନ କେଉଁ ଗ୍ରନ୍ଥର ପ୍ରଣେତା? ଉତ୍ତର ଧ୍ୱନ୍ୟାଲୋକ। କାହା ମତରେ ଷ୍ଟାଇଲ୍ ଇଜ୍ ଦ ସିମ୍ବଲ୍ ଅଫ୍ ପର୍ସନାଲିଟି? ଉତ୍ତର ଇଲିୟଟ୍। ଆନନ୍ଦବର୍ଦ୍ଧନ ଧ୍ୱନିବାଦର ପ୍ରବର୍ତ୍ତକ ହେଲେ ହେଁ ଏହା କାହାଦ୍ୱାରା ପ୍ରଚାର ଓ ପ୍ରସାର ଲାଭ କରିଛି? ଉତ୍ତର ଅଭିନବଗୁପ୍ତ। କେଉଁଟି କାବ୍ୟର ଆତ୍ମା ରୂପେ ବିବେଚିତ? ଉତ୍ତର ଗୁଣ। ଆଚାର୍ଯ୍ୟ ମମ୍ମଟ କାବ୍ୟରେ ଉପସ୍ଥିତ 10ଟି ଗୁଣକୁ ସ୍ଥୂଳତଃ କିପରି 3 ଭାଗରେ ବିଭକ୍ତ କରନ୍ତି? ଉତ୍ତର ମାଧୁର୍ଯ୍ୟ, ଓଜଃ ଓ ପ୍ରସାଦ। ଗୁଣ କାହାର ଧର୍ମ? ଉତ୍ତର ରସ। ନ ହି ରସାବୃତେ କଶ୍ଚିଦ୍ ଅର୍ଥଃ ପ୍ରବର୍ତ୍ତତେ ଇତି। ଅର୍ଥାତ୍ ରସ ବ୍ୟତୀତ ଅନ୍ୟ କୌଣସି ବସ୍ତୁ ଆନନ୍ଦଦାୟକ ହୋଇ ନ ପାରେ। ଏହା କେଉଁ ଅଳଙ୍କାର ଶାସ୍ତ୍ରରେ ରହିଛି? ଉତ୍ତର ନାଟ୍ୟଶାସ୍ତ୍ର। ଭରତମୁନି। ଶୃଙ୍ଗାରୀ ଚେତ୍ କବିଃ କାବ୍ୟୋ ଜାତଂ ରସମୟଂ ଜଗତ୍। ଏହି ଉକ୍ତିରେ କିଏ ଶୃଙ୍ଗାର ରସର ମହତ୍ତ୍ୱ ସ୍ୱୀକାର କରିଛନ୍ତି? ଉତ୍ତର ଭୋଜରାଜ। କିଏ ରସକୁ ନାମକରଣ ସହିତ 8 ଭାଗରେ ବିଭକ୍ତ କରିଛନ୍ତି? ଉତ୍ତର ଭରତମୁନି। ଭରତମୁନିଙ୍କ ନିର୍ଣ୍ଣୀତ 8 ରସରେ କିଏ ଶାସ୍ତରସ ମିଶାଇ ପରିକଳ୍ପନା କଲେ? ଶାନ୍ତରସ ମିଶାଇ ପରିକଳ୍ପନା କଲେ? ଉତ୍ତର ମମ୍ମଟ। ନବରସରେ କିଏ ବାତ୍ସଲ୍ୟ ରସ ମିଶାଇ ରସର ସଂଖ୍ୟା 10କୁ ବୃଦ୍ଧି କଲେ? ଉତ୍ତର ବିଶ୍ୱନାଥ କବିରାଜ। କ ସ୍ତମ୍ଭ ସହିତ ଖ ସ୍ତମ୍ଭର ସଂଯୋଗ କର। କ ସ୍ତମ୍ଭ ଖ ସ୍ତମ୍ଭ। ଆଚାର୍ଯ୍ୟ ବାମନ ରୀତି ସମ୍ପ୍ରଦାୟର ମୁଖ୍ୟ ପ୍ରବର୍ତ୍ତକ। ଆନନ୍ଦବର୍ଦ୍ଧନ ଧ୍ୱନି ସମ୍ପ୍ରଦାୟର ପ୍ରତିଷ୍ଠାତା। ଭରତମୁନି ରସ ସମ୍ପ୍ରଦାୟର ମୁଖ୍ୟ ପ୍ରବର୍ତ୍ତକ। କ୍ଷେମେନ୍ଦ୍ର ଔଚିତ୍ୟବାଦର ପ୍ରବର୍ତ୍ତକ। କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ସଂଯୋଗ କର। କ ସ୍ତମ୍ଭ ଖ ସ୍ତମ୍ଭ। କାବ୍ୟାଳଙ୍କାର ଆଚାର୍ଯ୍ୟ ଭୀମଃ। ଆଚାର୍ଯ୍ୟ ଭାମ। କାବ୍ୟାଦର୍ଶ ଆଚାର୍ଯ୍ୟ ଦଣ୍ଡୀ। ସାହିତ୍ୟ ଦର୍ପଣ ବିଶ୍ୱନାଥ କବିରାଜ। ଧ୍ୱନ୍ୟାଲୋକ ଆନନ୍ଦବର୍ଦ୍ଧନ। ବକ୍ରୋକ୍ତି ସମ୍ପ୍ରଦାୟର ପ୍ରବର୍ତ୍ତକ କିଏ? ଉତ୍ତର କୁନ୍ତକ। ବାକ୍ୟଂ ରସାତ୍ମକ କାବ୍ୟମ୍। ଏହା କାହାର ଉକ୍ତି? ଉତ୍ତର ବିଶ୍ୱନାଥ କବିରାଜ। କେଉଁ 2 ଆଳଙ୍କାରିକ ନିଜ ନିଜ ଗ୍ରନ୍ଥର ନାମ କାବ୍ୟାଳଙ୍କାର ରଖିଛନ୍ତି? ଉତ୍ତର ଭାମହ ଓ ରୁଦ୍ରଟ। କାବ୍ୟାଳଙ୍କାର ସୂତ୍ରବୃତ୍ତିଃ କେଉଁ ଆଳଙ୍କାରିକଙ୍କ ରଚନା? ଉତ୍ତର ଆଚାର୍ଯ୍ୟ ବାମନ। ଏଥିମଧ୍ୟରୁ କେଉଁଟି ଆନନ୍ଦବର୍ଦ୍ଧନଙ୍କ ରଚନା? ଉତ୍ତର ଧ୍ୱନ୍ୟାଲୋକ। ଧନଞ୍ଜୟ ଭଞ୍ଜ। ଭଗବାନ ଶ୍ରୀରାମଙ୍କ ଚରିତ ଉପଜୀବ୍ୟରେ ରଚିତ ଶ୍ରୀରାମ ବିଳାସର ରଚୟିତା କିଏ? ଉତ୍ତର ଧନଞ୍ଜୟ ଭଞ୍ଜ। ନିମ୍ନଲିଖିତ କେଉଁ କାବ୍ୟଟି ଧନଞ୍ଜୟ ଭଞ୍ଜଙ୍କର ନୁହେଁ? ଉତ୍ତର ବୃନ୍ଦାବନ ବିହାର। ଧନଞ୍ଜୟ ଭଞ୍ଜଙ୍କର କେଉଁ କାବ୍ୟଟି ଉପେନ୍ଦ୍ର ଭଞ୍ଜଙ୍କୁ ବୈଦେହୀଶ ବିଳାସ ଲେଖିବା ପାଇଁ ପ୍ରଭାବିତ କରିଥିଲେ? ଉତ୍ତର ଶ୍ରୀରାମ ବିଳାସ।
ଦୀନକୃଷ୍ଣ ଦାସ। ରସକଲ୍ଲୋଳ ଓ ରସବିନୋଦ କାବ୍ୟଦ୍ୱୟର ରଚୟିତା ଦୀନକୃଷ୍ଣ ଦାସ ଏକ ବ୍ୟକ୍ତି ବୋଲି କିଏ ମତ ଦିଅନ୍ତି? ଉତ୍ତର ଆର୍ତ୍ତବଲ୍ଲଭ ମହାନ୍ତି। ରସକଲ୍ଲୋଳର କବି ଦୀନକୃଷ୍ଣ ଓ ରସବିନୋଦର କବି ଦୀନକୃଷ୍ଣ ଦୁଇଜଣ ସ୍ୱତନ୍ତ୍ର ବ୍ୟକ୍ତି ଥିଲେ ବୋଲି କିଏ ମତ ଦିଅନ୍ତି? ଉତ୍ତର ସୁରେନ୍ଦ୍ର ମହାନ୍ତି। ଓଡ଼ିଶାର ବୈଷ୍ଣବ ଧର୍ମ ଆନ୍ଦୋଳନର ଇତିହାସରେ କିଏ ଜଣେ ସମନ୍ୱୟବାଦୀ କବି ଭାବରେ ବିବେଚିତ? ଉତ୍ତର ଦୀନକୃଷ୍ଣ ଦାସ। କୃଷ୍ଣଚରଣ ସାହୁ ଓଡ଼ିଆ ସାହିତ୍ୟରେ ଅନ୍ୟୁନ କେତେଜଣ କବି ଦୀନକୃଷ୍ଣ ଦାସ ନାମରେ ପରିଚିତ ଥିବା କହିଛନ୍ତି? ଉତ୍ତର 12 ଜଣ। ସ୍ୱରଚିତ କେଉଁ ଚଉତିଶାଟି ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗରୁଡ଼ସ୍ତମ୍ଭ ନିକଟରେ ଆବୃତ୍ତି କରି ଦୀନକୃଷ୍ଣ ଦାସ କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଶୁଣାଯାଏ? ଉତ୍ତର ଆର୍ତ୍ତତ୍ରାଣ ଚଉତିଶା। ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳର ଶୁଦ୍ଧ ସମ୍ପାଦନା କିଏ କରିଥିଲେ ଓ ଏହା କେବେ ପ୍ରକାଶ ପାଇଥିଲା? ଉତ୍ତର ଆର୍ତ୍ତବଲ୍ଲଭ ମହାନ୍ତି 1927। ରସକଲ୍ଲୋଳର ଛାନ୍ଦ ସଂଖ୍ୟା କେତେ? ଉତ୍ତର 34। ଦୀନକୃଷ୍ଣ ଦାସଙ୍କର କେଉଁ କାବ୍ୟଟି ରାଧାକୃଷ୍ଣ ଓ ଗୋପୀକୃଷ୍ଣ ଲୀଳା ଆଧାରିତ? ଉତ୍ତର ରସକଲ୍ଲୋଳ। ରସକଲ୍ଲୋଳ କେଉଁ ଅକ୍ଷର ନିୟମରେ ରଚିତ ବା କେଉଁ ଅକ୍ଷରକୁ ପ୍ରତ୍ୟେକ ପଂକ୍ତି ଆଦ୍ୟରେ ରଖି ଲେଖାଯାଇଛି? ଉତ୍ତର କ ଅକ୍ଷର। ରସକଲ୍ଲୋଳ କାବ୍ୟ କେଉଁ ଦେବତାଙ୍କ ବନ୍ଦନାରେ ଆରମ୍ଭ ହୋଇଛି? ଉତ୍ତର କମ୍ବୁକଟକର ନାୟକ ଶ୍ରୀଜଗନ୍ନାଥ। କବି ହୋଇ କରୁଥିବ ନିର୍ମଳ କବିତ୍ୱ, କର୍ଣ୍ଣ ଦେଇ ଶୁଣୁଥିବ ରସିକ ପଣ୍ଡିତ। ଏ ଉଦ୍ଧୃତିଟି କେଉଁ କାବ୍ୟରୁ ଆନୀତ? ଉତ୍ତର ରସକଲ୍ଲୋଳ। କବି ଯା କରେ ମୂର୍ଖକୁ ସ୍ତୁତି, ଏଥିରୁ ବଡ଼ ନାହିଁ ବିପତ୍ତି, ଏଥିକି ପ୍ରତି ଛାତିରେ କାତି ମାରିବା ଭଲ ହେ ପ୍ରକଟିତ। ଭଲ ହେ ଏହି ଉକ୍ତିରେ କବି ଦୀନକୃଷ୍ଣଙ୍କ କେଉଁ ଭାବ ପ୍ରକଟିତ? ଉତ୍ତର ସ୍ୱାଭିମାନ। କେଉଁ ରଚନାଟି ଦୀନକୃଷ୍ଣ ଦାସଙ୍କର ନୁହେଁ? ଉତ୍ତର କଳାକୌତୁକ। ରସକଲ୍ଲୋଳର କେଉଁ ଛାନ୍ଦଟି ଆଦ୍ୟପ୍ରାନ୍ତ କ ଅକ୍ଷର ନିୟମରେ ରଚିତ? ଉତ୍ତର ପ୍ରଥମ ଛାନ୍ଦ। ମଥୁରାମଙ୍ଗଳ ଓ ରସକଲ୍ଲୋଳର ବିଷୟବସ୍ତୁରେ କୌଣସି ପାର୍ଥକ୍ୟ ନାହିଁ ବୋଲି କିଏ ମତ ଦିଅନ୍ତି? ଉତ୍ତର ସୁରେନ୍ଦ୍ର ମହାନ୍ତି। ଭାଷାର କଳ୍ପନାଚାତୁରୀ ବିଚାର କଲେ ସଂସ୍କୃତ ନୈଷଧୀୟର ଚରିତ ରସକଲ୍ଲୋଳର ତୁଳନାଯୋଗ୍ୟ ଅଟେ। ଏ ମତଟି କାହାର? ଉତ୍ତର ବିନାୟକ ମିଶ୍ର। ଶୈଳୀର ଲଳିତଗୁଣ ବିଷୟରେ ନୈଷଧୀୟ ଚରିତ ରସକଲ୍ଲୋଳ ସାଙ୍ଗରେ ତୁଳନାଯୋଗ୍ୟ ନୁହେଁ, ଏହା କିଏ କହନ୍ତି? ଉତ୍ତର ବିନାୟକ ମିଶ୍ର। ଏହାର ରସକଲ୍ଲୋଳର ଲଳିତଗୁଣ ବିଶିଷ୍ଟ ଶୈଳୀ ଜୟଦେବଙ୍କ ଗୀତଗୋବିନ୍ଦର ଶୈଳୀ ସଙ୍ଗେ ତୁଳନୀୟ ହେବ। ଏହା କାହାର ଉକ୍ତି? ଉତ୍ତର ବିନାୟକ ମିଶ୍ର। ଜଗମୋହନ ଛାନ୍ଦର ରଚୟିତା କିଏ? ଉତ୍ତର ଦୀନକୃଷ୍ଣ ଦାସ। ଜଗମୋହନ ଛାନ୍ଦର ଶୁଦ୍ଧ ସମ୍ପାଦନା କିଏ କରିଥିଲେ? ଉତ୍ତର ଆର୍ତ୍ତବଲ୍ଲଭ ମହାନ୍ତି। 14 ଛାନ୍ଦ ବିଶିଷ୍ଟ ଜଗମୋହନ ଛାନ୍ଦର ପ୍ରକାଶ କାଳ କେବେ? ଉତ୍ତର 1931। ଦୀନକୃଷ୍ଣଙ୍କ ଜୀବନୀ କେଉଁ ପୁସ୍ତକରେ ଦେଖିବାକୁ ମିଳେ? ଉତ୍ତର ଦାର୍ଢ଼୍ୟତା ଭକ୍ତି। ପୁରୁଷୋତ୍ତମେ ତାର ବାସ, ନାମ ତାହାର କୃଷ୍ଣ ଦାସ, ଜାତିରେ ଅଟଇ କରଣ, ପଣ୍ଡିତ ବିବେକ ସୁଜାଣ। ଦୀନକୃଷ୍ଣ ଦାସଙ୍କ ସମ୍ପର୍କରେ କଥିତ ଏ ଦୁଇ ପଦ କାହାର? ଉତ୍ତର ରାମଦାସ। ନିମ୍ନଲିଖିତ କେଉଁ ରଚନାଟି କବି ଦୀନକୃଷ୍ଣ ଦାସଙ୍କର? ଉତ୍ତର ନାମରତ୍ନ ଗୀତା। କାହା ଭାଷାରେ କଲ୍ଲୋଳେ ପଦଲାଳିତ୍ୟମ୍ ରସକଲ୍ଲୋଳର ମହତ୍ୱ ବଢ଼ାଇ ଦିଏ?
ଉତ୍ତର ମୃତ୍ୟୁଞ୍ଜୟ ରଥ। କବି ସେ ସତ ମିଛ କରି କହନ୍ତି, କବିତା ଚାତୁରୀରେ ମନ ମୋହନ୍ତି ଗୋ। ଏ ଉକ୍ତି କେଉଁ କବିଙ୍କର? ଉତ୍ତର ଦୀନକୃଷ୍ଣ ଦାସ। The Rasakollola or Waves of Delight is the most popular poem in Orissa. ଏହି ମନ୍ତବ୍ୟଟି କାହାର? ଉତ୍ତର ଜନ୍ ବିମ୍ସ। କବିତ୍ୱ ବନିତା କବିତା ପିତା କହିବା ଲୋକ ତାର ଉପମାତା। ରସକଲ୍ଲୋଳ କାବ୍ୟର କେଉଁ ସ୍ଥାନରୁ ଆନୀତ? ଉତ୍ତର 34 ଛାନ୍ଦ। କ ସ୍ତମ୍ଭ ସହିତ ଖ ସ୍ତମ୍ଭ ପାଠକୁ ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ। ରସ ବିନୋଦ କବି ପରିଚୟ। ନାମରତ୍ନ ଗୀତା ନାମ ବ୍ରହ୍ମର ପ୍ରାଧାନ୍ୟ। ଜଗମୋହନ ଛାନ୍ଦ ଜଗନ୍ନାଥଙ୍କର ଶ୍ରେଷ୍ଠ 12ଟି ଯାତ୍ରାର ବର୍ଣ୍ଣନା। ଆର୍ତ୍ତତ୍ରାଣ ଚଉତିଶା କୁଷ୍ଠରୋଗ ନିବାରଣ। କ ସ୍ତମ୍ଭ ସହ ଖ ସ୍ତମ୍ଭର ପାଠ ମିଶାଅ। କ ସ୍ତମ୍ଭ ଖ ସ୍ତମ୍ଭ। କଲ୍ଲୋଳେ ପଦଲାଳିତ୍ୟମ୍ ମୃତ୍ୟୁଞ୍ଜୟ ରଥ। କ ଅକ୍ଷରେ ହୋଇଛି ନିୟମ ଦୀନକୃଷ୍ଣ ଦାସ। ୱେଭ୍ସ ଅଫ୍ ଡିଲାଇଟ୍ ଜନ୍ ବିମ୍ସ। ଗୀତଗୋବିନ୍ଦ ସହ ତୁଳନୀୟ ବିନାୟକ ମିଶ୍ର। ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ରୀତି ଯୁଗର ସର୍ବଶ୍ରେଷ୍ଠ କବି ଭାବରେ କିଏ ପରିଚିତ? ଉତ୍ତର ଉପେନ୍ଦ୍ର ଭଞ୍ଜ। ଉପେନ୍ଦ୍ର ଭଞ୍ଜ କେଉଁ ରୀତିକବିଙ୍କ ପୌତ୍ର ବା ନାତି? ଉତ୍ତର ଧନଞ୍ଜୟ ଭଞ୍ଜ। ଉପେନ୍ଦ୍ର ଭଞ୍ଜଙ୍କ ପିତାଙ୍କ ନାମ କ'ଣ? ଉତ୍ତର ନୀଳକଣ୍ଠ ଭଞ୍ଜ। କେଉଁ ମନ୍ତ୍ର ଜପ କରି ଉପେନ୍ଦ୍ର ଭଞ୍ଜ ଅପୂର୍ବ କବିତ୍ୱର ଅଧିକାରୀ ହୋଇଥିଲେ? ଉତ୍ତର ରାମତାରକ ମନ୍ତ୍ର। ଉପେନ୍ଦ୍ର ଭଞ୍ଜଙ୍କ କବିତ୍ୱରେ ମୁଗ୍ଧ ହୋଇ ନୟାଗଡ଼ ରାଜା ତାଙ୍କୁ କେଉଁ ଉପାଧିରେ ଭୂଷିତ କରିଥିଲେ? ଉତ୍ତର ବୀରବର। ଉପେନ୍ଦ୍ର ଭଞ୍ଜଙ୍କୁ କିଏ କବି ସମ୍ରାଟ ଭାବରେ ମାନ୍ୟତା ଦେଇଥିଲେ? ଉତ୍ତର ଜଗବନ୍ଧୁ ସିଂ। ଉପେନ୍ଦ୍ର ଭଞ୍ଜ କେଉଁ ରାଜ୍ୟର ରାଜା ଅଚ୍ୟୁତ ହରିଚନ୍ଦନଙ୍କ ଜ୍ୟେଷ୍ଠା କନ୍ୟାଙ୍କୁ ଦ୍ୱିତୀୟ ପତ୍ନୀ ରୂପେ ଗ୍ରହଣ କରିଥିଲେ? ଉତ୍ତର ବାଣପୁର। ଦ୍ୱିତୀୟ ପତ୍ନୀଙ୍କ ବିୟୋଗ ପରେ ଉପେନ୍ଦ୍ର ଭଞ୍ଜ କେଉଁଠି ଶେଷ ଜୀବନ କଟାଇଥିବା ଅନୁମାନ କରାଯାଏ? ଉତ୍ତର ପୁରୀ। ଉପେନ୍ଦ୍ର ଭଞ୍ଜ ସମୁଦାୟ କେତୋଟି ଗ୍ରନ୍ଥର ସ୍ରଷ୍ଟା ବୋଲି ତାଙ୍କ ଚିତ୍ରକାବ୍ୟ ବନ୍ଧୋଦୟ କାବ୍ୟରେ ପ୍ରକାଶ କରିଛନ୍ତି? ଉତ୍ତର 26 ଗୋଟି। ଉପେନ୍ଦ୍ର ଭଞ୍ଜଙ୍କ କେଉଁ କାବ୍ୟର ମଙ୍ଗଳାଚରଣର ପ୍ରଥମ 2 ଧାଡ଼ିରେ ବହୁ ଦେବଦେବୀଙ୍କ ବନ୍ଦନା କରାଯାଇଥିବା ଅର୍ଥ କରାଯାଇପାରେ? ଉତ୍ତର ବୈଦେହୀଶ ବିଳାସ। ବୈଦେହୀଶ ବିଳାସ କାବ୍ୟଟି ରଚନା କରିବାକୁ କାହାର କେଉଁ ଗ୍ରନ୍ଥ ଉପେନ୍ଦ୍ର ଭଞ୍ଜଙ୍କୁ ଉତ୍ସାହିତ କରିଥିଲା? ଉତ୍ତର ଧନଞ୍ଜୟ ଭଞ୍ଜଙ୍କ ଶ୍ରୀରାମ ବିଳାସ। ବୈଦେହୀଶ ବିଳାସର ଛାନ୍ଦ ସଂଖ୍ୟା କେତେ? ଉତ୍ତର 52। ବୈଦେହୀଶ ବିଳାସ କେଉଁ ଅକ୍ଷର ନିୟମରେ ରଚିତ? ଉତ୍ତର ବ ଅକ୍ଷର। କେଉଁ ଗ୍ରନ୍ଥଟି ଉପେନ୍ଦ୍ର ଭଞ୍ଜଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରିବା ପାଇଁ ଯଥେଷ୍ଟ? ଉତ୍ତର ବୈଦେହୀଶ ବିଳାସ। ଉପେନ୍ଦ୍ର ଭଞ୍ଜଙ୍କର କେଉଁ କୃତିଟି ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରର ବିଶାଳ ବାରିଧି ବୋଲି କୁହାଯାଏ? ଉତ୍ତର ବୈଦେହୀଶ ବିଳାସ। କେଉଁ ବିସ୍ମୟକର ସୃଷ୍ଟିରେ ଉପେନ୍ଦ୍ର ଭଞ୍ଜଙ୍କର ସମସ୍ତ ଶ୍ରମ ବ୍ୟୟିତ ହୋଇଥିବା ମନେହୁଏ? ଉତ୍ତର ବୈଦେହୀଶ ବିଳାସ। ବୈଦେହୀଶ ବିଳାସ ଭଳି ଉପେନ୍ଦ୍ର ଭଞ୍ଜଙ୍କର ଅନ୍ୟ କେଉଁ କାବ୍ୟଟି ଅତି ଜନପ୍ରିୟ? ଉତ୍ତର ଲାବଣ୍ୟବତୀ। ଲାବଣ୍ୟବତୀର ଆରମ୍ଭରେ କାହାକୁ ନମସ୍କାର କରାଯାଇଛି? ଉତ୍ତର ଶ୍ରୀରାମ। ଲାବଣ୍ୟବତୀ କେଉଁ ପ୍ରକାର କାବ୍ୟ? ଉତ୍ତର କାଳ୍ପନିକ। ଲାବଣ୍ୟବତୀ ଚନ୍ଦ୍ରଭାନୁର ବିବାହ ପ୍ରସଙ୍ଗ କେଉଁ ଛାନ୍ଦରେ ବର୍ଣ୍ଣିତ? ଉତ୍ତର ତ୍ରିଂଶ। ଲାବଣ୍ୟବତୀ ଓ ଚନ୍ଦ୍ରଭାନୁଙ୍କ ବିବାହ ପରେ ଦେବଗଣଙ୍କ ଶାପରେ ସେମାନଙ୍କର କେତେ ବର୍ଷ ପାଇଁ ବିଚ୍ଛେଦ ଘଟିଛି? ଉତ୍ତର ପ୍ରାୟ 1 ବର୍ଷ।
ଲାବଣ୍ୟବତୀ ସହିତ ଚନ୍ଦ୍ରଭାନୁ କେଉଁ ଛଦ୍ମବେଶରେ ପ୍ରଥମ ସାକ୍ଷାତ କରିଛି? ଉତ୍ତର ନାରୀ। ଶେଷରେ କର୍ଣ୍ଣାଟକର ରାଜା ଚନ୍ଦ୍ରଭାନୁ ହସ୍ତରେ ଶାସନଭାର ଅର୍ପଣ କରି କେଉଁ ତୀର୍ଥକୁ ଯାତ୍ରା କରିଥିଲେ? ଉତ୍ତର ପୁରୁଷୋତ୍ତମ। ଲାବଣ୍ୟବତୀର ପୂର୍ବଜନ୍ମ ନାମ କ'ଣ? ଉତ୍ତର ବାଞ୍ଛାବତୀ। ଚନ୍ଦ୍ରଭାନୁର ପୂର୍ବ ନାମ କ'ଣ? ଉତ୍ତର ପ୍ରଭାକର। ଲାବଣ୍ୟବତୀ କେଉଁ ରାଜ୍ୟର ରାଜକନ୍ୟା? ଉତ୍ତର ସିଂହଳ। ଚନ୍ଦ୍ରଭାନୁ କେଉଁ ରାଜ୍ୟର ରାଜପୁତ୍ର? ଉତ୍ତର କର୍ଣ୍ଣାଟକ। ଲାବଣ୍ୟବତୀର ଛାନ୍ଦ ସଂଖ୍ୟା ଓ ପଦ ସଂଖ୍ୟା କେତେ? ଉତ୍ତର 48 ଛାନ୍ଦ, 2361 ପଦ। ଲାବଣ୍ୟବତୀ କାବ୍ୟର ଶୁଦ୍ଧ ସମ୍ପାଦନା କେଉଁ ଦୁଇ ସାହିତ୍ୟରଥୀ ପୃଥକ୍ ଭାବେ କରିଛନ୍ତି? ଉତ୍ତର ଆର୍ତ୍ତବଲ୍ଲଭ ମହାନ୍ତି ଓ ନୀଳକଣ୍ଠ ଦାସ। ଆର୍ତ୍ତବାବୁଙ୍କ ସମ୍ପାଦିତ ଲାବଣ୍ୟବତୀର ପ୍ରଥମ ସଂସ୍କରଣ ପ୍ରାଚୀ ସମିତି ଦ୍ୱାରା କେବେ ପ୍ରକାଶିତ? ଉତ୍ତର 1944। ପଣ୍ଡିତ ନୀଳକଣ୍ଠ ଦାସଙ୍କ ସମ୍ପାଦିତ ଲାବଣ୍ୟବତୀର ପ୍ରଥମ ସଂସ୍କରଣ କେବେ ପ୍ରକାଶ ପାଇଥିଲା? ଉତ୍ତର 1983। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟଟି କେଉଁ ଧରଣର କାବ୍ୟ? ଉତ୍ତର କାଳ୍ପନିକ। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କେତୋଟି ଛାନ୍ଦରେ ସମାପ୍ତ? ଉତ୍ତର 35। ଘେନ ନୈଷଧ ପରାୟେ ଉପେନ୍ଦ୍ରଭଞ୍ଜ ନିଜର କେଉଁ କାବ୍ୟକୁ ଲକ୍ଷ୍ୟ କରି ଏହା କହିଛନ୍ତି? ଉତ୍ତର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟର ମଙ୍ଗଳାଚରଣରେ ଉପେନ୍ଦ୍ରଭଞ୍ଜ କେଉଁ ଦେବତାଙ୍କ ବନ୍ଦନା ଗାଇଛନ୍ତି? ଉତ୍ତର ଶ୍ରୀ ଜଗନ୍ନାଥ। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟର ନାୟିକା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କେଉଁ ଦେଶର ରାଜକନ୍ୟା? ଉତ୍ତର ଚମ୍ପାନଗରୀ। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ନାୟକ ପୁଷ୍ପକେତୁ କେଉଁ ଦେଶର ରାଜପୁତ୍ର? ଉତ୍ତର ପାଟଳୀପୁତ୍ର। ପ୍ରେମ ସୁଧାନିଧି କାବ୍ୟଟି କେଉଁ ଦେବତାଙ୍କ ସ୍ମୃତିରେ ଆରମ୍ଭ ହୋଇଛି? ଉତ୍ତର ଶ୍ରୀରାମ। ପ୍ରେମ ସୁଧାନିଧିର କେଉଁ ଛାନ୍ଦଟି ଆମୂଳଚୂଳ ଆଦ୍ୟ ଯମକରେ ଲିଖିତ? ଉତ୍ତର ପ୍ରଥମ ଛାନ୍ଦ। ପ୍ରେମ ସୁଧାନିଧି କାବ୍ୟଟି କେତେ ଛାନ୍ଦର ସମାହାର? ଉତ୍ତର 16। ନାୟିକାର ନାମରେ ନାମିତ ପ୍ରେମ ସୁଧାନିଧିର ନାମହୀନ ନାୟକ କେଉଁ ଦେଶର ରାଜପୁତ୍ର? ଉତ୍ତର କୋଶଳ। ନାୟକ ନାୟିକାଙ୍କର କେଉଁ ଭାବ ପ୍ରେମ ସୁଧାନିଧିରେ ଏକ ବିଶେଷ ସ୍ଥାନ ଅଧିକାର କରେ? ଉତ୍ତର ବିରହାନୁଚିନ୍ତା। ରସଲେଖା କାବ୍ୟର ନାୟକ କିଏ? ଉତ୍ତର ବିଶ୍ଵଭୂତି। ବିଶ୍ଵଭୂତି କେଉଁ ରାଜ୍ୟର ରାଜପୁତ୍ର? ଉତ୍ତର ସୁଧାନିଧିନଗର। ରସଲେଖାର ନାୟିକା ରସଲେଖା। ରସଲେଖାର ନାୟିକା ରସଲେଖା କେଉଁ ଦେଶର ରାଜକନ୍ୟା? ଉତ୍ତର ଚୋଳ।